ये लाला बाबू ये कौन कले निज स्त्री को निजे मार दे से अमरेंद्र मान सिंह मुंडर अठा बड़ी देले बिचड़ा एकातर टट टट कर पैसा गणी देला সেই ছুয়াକୁ ଯେତେବେଳେ ଆମେ ଯେତେ ଟଙ୍କା ମାଗିବା ସେ ସବୁବେଳେ ମୋ ପାଦ ତଳକୁ ଆଣିକି ଟଙ୍କା ଦବ। ଆରେ ମହେନ୍ଦ୍ର ମାନ ସିଂ ମୋ ଜାଲ ଭିତରେ ଫସିଲା ପରେ କେମିତି ଟଙ୍କା ଦବନି କହ? ସେ ବୁଢ଼ା ଯଦି ଟଙ୍କା ଦେବ ତାହେଲେ ଆମେ ଏ ଘରକୁ ଆସିବା କି ଦରକାର ଥିଲା? ଅଛି ଦରକାର ଅଛି ମୋ ଶାଢ଼ୀ। ଆରେ ମୋ ଶାଢ଼ୀର ପରା ମୁଁ ସେଇ ରାମଜାଦା ଘରେ ବୋଉ କରି ସାରିଛି। ଆବେ ମୋ ଶାଢ଼ୀ ମୋତେ ବାରମ୍ବାର ଫୋନ କରୁଛି। ଫୋନ କରି ସାରିଲା ପରେ ମୋ ମୁଣ୍ଡ କିଛି କାମ କରୁନି। ତାର କ'ଣ ଅସୁବିଧା ହେଇଥିଲା କ'ଣ ଟିକେ ଦେଖିବା। জিজু জিজু তুমি আসিগল? আরে তু পুଣି କହିବୁ ମୁଁ ଆସିବିନି? କହ ଲିଜା କହ। ହେଲେ କହ ଲିଜା ତୁଇ ଘରେ ଖୁସିରେ ଅଛୁ ତ? হ্যাঁ মু ভালরে অছি বা মাও কোন জানিছ? କ'ଣ ହେଇଛି? মু ভালরে অছি কিন্তু উদয় গোটে ঝিওକୁ এ ঘরে আনি রকিছতি সে মতে বহুত টেনশন দউছি। ଏବେ ମୋର ଅବସ୍ଥା କ'ଣ ହବ ଜିଜୁ? ଉଦୟ ପୁଣି ଗୋଟାଏ ଝିଅକୁ ନେଇ ଆସି ତତେ ଟେନସନ ଦଉଛି। ଏବେ ସେ କୋଉଠିକା ଝିଅ ରେ? କିଏ ସେ ଝିଅ? ହେ ତୁ ଯାହା କହିବାକୁ ଚାହୁଁଛୁ ସେଇଟା କାଉଳି ଆଦିବାସୀ ଝିଅ ନୁହ ତ? সেই আদিবাসী ঝিও বা মতে পুরা টেনশন করে দউছি। ହେ ସେ ଆଦିବାସୀ ଝିଅ ଘରେ ରହିଲେ ତୁ ଆଉ ଏ ଘର ବୋଉ ହେଇପାରିବୁନି। ତତେ ଘରୁ ଧକ୍କା ମାରି ବାହାର କରିଦେବେ। ହଁ ଲିସା ଏ ଘର ଭିତରେ ତୁ ଏକାକ ମୋ କାଶ। ସେ ଆଦିବାସୀ କିଏ ଝିଅ ଜାଣିଛୁ? ସେ ହଉଛି ଫୁଲ ଆଉ ସେ କା ସ୍ତ୍ରୀ କହ କହ। সে কা স্ত্রী বা? মো দিয়র উদয়র স্ত্রী বা? ଆଜି ଯାଏ ତୁ ମୋ ଶାଳୀ ଥିଲୁ ହେଲେ ଆଜି ତୁ ମୋ ଶତ୍ରୁ ମରି ଯାଇଛୁ। জিজু ଚିଜୁ ନୁହ ଡାର୍ଲିଂ। ଆଲିସା ସେ ଉଦୟର ସ୍ତ୍ରୀ ନୁହ ସେ ହଉଛି ତୋରି ସଉତୁଣୀ। ତୋର ସ୍ୱାମୀ ନା କ'ଣ? মো স্বামী না? ଅରୁଣ। ଆବେ ସେ ହଉଛି ଅରୁଣର ସ୍ତ୍ରୀ। ସେ ଆଦିବାସୀ କାଉଳିଆ ଫୁଲ ହଉଛି ଅରୁଣର ସ୍ତ୍ରୀ। ଜାଣିଛୁ ଅଲିସା କେମିତି ଜାଣିଛୁ? ଅରୁଣର କମ୍ପାନୀକୁ କାମ କରିବା ପାଇଁ ଆମେ ମାଲକାନଗିରିରୁ ଝିଅମାନଙ୍କୁ ନେଇ ଆସିଥିଲୁ। ସେଦିନ ସେ ଆଦିବାସୀ ଝିଅ ଭିତରୁ ଅରୁଣ ଜଣକୁ ଭଲ ପାଇ ବସିଥିଲା। ଆଉ ସେ ଆଦିବାସୀ ଝିଅ ଫୁଲ ହଉଛି ଅରୁଣର ସ୍ତ୍ରୀ। ଆଇବେ ତ ସଉତୁଣୀ। না তুমি মিছ কହୁଛ। ও মিছ কହୁଛ। ମିଛ ନୁହ ସତଲ ଆଲିସା। ସେଇ ଅରୁଣ ସେ ଆଦିବାସୀ ଝିଅକୁ ପ୍ରେଗନେଣ୍ଟ କରିଦେଲା। ତାକୁ ଭଲ ପାଇ ବାବା ପାଇଁ ପୁରା ଖୁସିରେ ପାଗଳ ହେଇ ସେ ଭିତରେ କମ୍ପାନୀ ଭିତରେ ମିଟୁ ମିଟୁ ହେଇ ସେ ପ୍ରେଗନେଣ୍ଟ ହେଇଗଲା। ପ୍ରେଗନେଣ୍ଟ ହେଇସାରିଲା ପରେ ତୋରି କିଏ କହିଲୁ? ଅରୁଣର ବାବା ଇଭେନ୍ ତୋ ଶ୍ୱଶୁର ଜୋର ଜବରଦସ୍ତ କରି ତୋତେ ବାହାଘର କରିଦେଲା ଅରୁଣ ସହିତ। ସେ ଝିଅ ପରା ପ୍ରେଗନେଣ୍ଟ ହେଇ ବାହାରେ ବୁଲିଲା ବେଳେ ମେଡିକାଲରେ ଗୋଟେ ଛୁଆ ଜନ୍ମ ଦେଲା। ସେ ବରହମପୁରକୁ ଖୋଜିବାକୁ ଆସିଲା ବେଳେ ତୋରି ଶଳା ସେଇ ହରାମଜାଦ ଦିଅର ତାକୁ ଦେଖି ଘରକୁ ନେଇ ଆସିଲା। ତାପରେ ସେମାନେ ପରା ସ୍ୱାମୀ ସ୍ତ୍ରୀର ନାଟକ କରୁଛନ୍ତି। ଗଲୁଲୋ ଆଲିସା କୋଟି କୋଟି ଟଙ୍କାର ମାଲିକ ହେବା ସ୍ୱପ୍ନ ତୋର ସ୍ୱପ୍ନ ହେଇ ରହିଯିବ। ତାହେଲେ ମୁଁ କ'ଣ କରିବି? ଯେମିତି ବି ହଉ
ଯେମିତି ବି ହଉ ସେ ଆଦିବାସୀ ଝିଅଟାକୁ ଏ ଘରୁ ବାହାର କରିଦେବାକୁ ହବ। ସେ ଆଦିବାସୀ ଝିଅ ଫୁଲ ଏଇ ଘରୁ ବାହାର ଯିବା ନିହାତି ଦରକାର ହ। ଯିବ, ଏ ଘରୁ ବାହାରି ଯିବ। ଯଦି ନ ଯାଏ ଯଦି ଯିବନି ତାହେଲେ ତା ଛୁଆଟାକୁ ତୁ ମାରିଦେ। ଆଦିବାସୀ ଝିଅ ଏ ଘରୁ ବାହାରି ଯିବଲୋ। ଯଦି ସେ ଛୁଆଟା ମରିଯାଏ କାନ୍ଦି କାନ୍ଦି ଏ ଘରୁ ବାହାରି ଯିବ। କହ ଲିସା କହ। ମୁଁ ସେଇଆ କରିବି। ସେ ଫୁଲର ଛୁଆକୁ ମାରିଦେବି, ଆଉ ତାପରେ ସେ ଏଇଠି ରହିପାରିବନି। ଏ ଘର ଛାଡି କାନ୍ଦି କାନ୍ଦି ଚାଲିଯିବ। ତାପରେ ତୁ ହବୁ ଏଇ କୋଟିପତି ବଙ୍ଗଳାର ଏକମାତ୍ର ଉତ୍ତର ଅଧିକାରୀ। ହସନା ହସନା ଲିସା, ଆହୁରି ତୋ ପଛରେ ଗୋଟାଏ କଣ୍ଟା ଅଛି। ତୋରି ନୋରି ଦିଅର ସେ ହାରାମ ଜାଦା। ତୋରି ଦିଅରକୁ ନିହାତି ଆମ ହାତରୁ ନିହାତି ସେଇଟାକୁ ମରିବା ଦରକାର। ତୋରି ହାତରେ ତୋ ଦିଅରଟା ଯଦି ମରିଯାଏ ତାହେଲେ କୋଟିପତି ବଙ୍ଗଳାର ଏକମାତ୍ର ଉତ୍ତର ଅଧିକାରୀ ହବୁ ତୁ। এই কাম ମୁଁ କରିବି। ସେଇ ଉଦୟକୁ ଯେମିତି ହେଲେ ବି ହଟେଇବାକୁ ପଡିବ। ଆରେ ତ ଶାଳି ହବ ତ ଏମିତି। ଏଇ ଆଲିସା ଆଲିସା এই সময়টা আছে নলে টিকে এই আলিসা যেমিতি ভাও তোর প্রথম টার্গেট হব। আজিঠাରୁ তোর টার্গেট হব উদয়।